ନମସ୍କାର ଦର୍ଶକ ବନ୍ଧୁ। କେଦାର ପିୟୁଷକୁ ଆଜି ମହାକାଳ ମାଧବୀ ଦେଇଥିବା ପଥର ବିଷୟରେ କହିସାରିବା ପରେ କେଦାର ସେ କଥାକୁ ନେଇ ବହୁ ଟେନସନରେ ଥିବ। ଆଉ ମନେ ମନେ କହିବ, ଗୌରୀକୁ କୌଣସି କ୍ଷତି ପହଞ୍ଚିବା ପୂର୍ବରୁ ମୋତେ ହିଁ କିଛି କରିବାକୁ ପଡ଼ିବ। ସେତିକିବେଳେ ମାଧବୀ ରୁମ୍ରେ ବାହାରି ଯିବାର ଦେଖିବେ କେଦାର, ଆଉ ସେ ସଙ୍ଗେ ସଙ୍ଗେ ମାଧବୀ ରୁମ୍କୁ ଯିବେ ଆଉ ଖ୍ରୀଷ୍ଟିଆନ ପଥରକୁ ଖୋଜିବାକୁ ଲାଗିବେ। ଠିକ୍ ସେତିକିବେଳେ ମାଧବୀ ଆସିଯିବ। ମାଧବୀକୁ ଦେଖି କେଦାର ପୁରା ଡରିଯିବେ। ସେତିକିବେଳେ ମାଧବୀ କହିବେ, କେଦାର ତମେ ମୋ ରୁମ୍ରେ କ'ଣ ଖୋଜୁଛ? ସେତିକିବେଳେ କେଦାର କହିବେ, ନାଇଁ ସାନମା, ମୋ ମୁଣ୍ଡ ଜୋରରେ ବିନ୍ଧୁଥିଲା ତ ପେନ୍କିଲର ଖୋଜୁଥିଲି। ଗୌରୀ ଆମ ରୁମ୍ରେ ପେନ୍କିଲର ରଖିନାହାନ୍ତି ତ ମୁଁ ଭାବିଲି ଆପଣଙ୍କ ପାଖରେ, ସେଥିପାଇଁ ଆପଣଙ୍କ କବୋର୍ଡ ଖୋଲିକି ଦେଖୁଥିଲି। ସରି ସାନମା। ତାପରେ ମାଧବୀ ମନେ ମନେ ଭାବିବେ, ସେ ପ୍ରକୃତରେ କ'ଣ ଖୋଜିବାକୁ ଆସିଥିଲେ। କେଦାର ବାହାରକୁ ଆସି କହିବେ, ଏ କାମ ମୁଁ କରିପାରିବିନି। ମୋତେ ପିୟୁଷ ଡାଇରେକ୍ଟ କିଛି ହେଲ୍ପ କରିପାରିବେନି। ମୋତେ ଆଉ କାହାର ହେଲ୍ପ ଦରକାର। ସେତିକିବେଳେ ଗୌରୀ ସେଠିକି ଆସିବେ। ତାପରେ ଗୌରୀ କେଦାରକୁ କହିବେ, କ'ଣ ହେଇଛି, ଏମିତି ଟେନସନ ଥିଲା ପରି ଲାଗୁଛ? କହିବେ, ଆକ୍ଚୁଆଲି ମୋର ସକାଳୁ ମୁଣ୍ଡ ଟିକେ ପେନ୍ ହେଉଛି ତ। ତାପରେ ଗୌରୀ କେଦାରଙ୍କ ମୁଣ୍ଡ ମାଡ଼ିଦେବେ। ସେଇ ସମୟରେ ସ୍ୱପ୍ନା ବୀଣା ରୁମ୍ରୁ ମନ ଦୁଃଖରେ ଆସୁଥିବାର ଆଉ ସେ ମନେ ମନେ ଭାବିବେ, ମୋତେ ସ୍ୱପ୍ନା ହିଁ ସାହାଯ୍ୟ କରିବ। ଦର୍ଶକ ବନ୍ଧୁ, ଆପଣମାନଙ୍କୁ କ'ଣ ଲାଗୁଛି? ସ୍ୱପ୍ନା କ'ଣ ଏଇ କାମରେ ସାହାଯ୍ୟ କରିବ? ଏ ବିଷୟରେ ଅଧିକ ଜାଣିବା ପାଇଁ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ କରନ୍ତୁ।